ଓମ୍ ଶାନ୍ତି। ଆସନ୍ତୁ ଶୁଣିବା ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଭାଗ୍ୟ ବିଧାତା ପରମାତ୍ମା ପିତାଙ୍କର କେତେ ଗୋଟି ଅମୂଲ୍ୟ କଥା। ଭଗବାନ ୱାଚ ନିଜ ଉପରେ ନିଜେ ଦୟା ବା କୃପା କର, ଅର୍ଥାତ୍ କର ଆଉ ପାଅ। ପାଠ ପଢ଼ାରେ ସଦା ଆଗେଇ ଯାଅ। କୌଣସି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ପାଠ ପଢ଼ାରେ ଉନ୍ନତି କରିବା ବା ଆଗେଇବାର ଆଧାର ହେଉଛି ଦୃଷ୍ଟିକୁ ଅତ୍ୟନ୍ତ ପବିତ୍ର କରିବା ଦରକାର, କାରଣ ଏଇ ଆଖି ବହୁତ ଧୋକା ଦେଇଥାଏ। ପ୍ରଥମେ ଦୃଷ୍ଟି ବିକାରୀ ହେଉଛି, ପରେ କର୍ମେନ୍ଦ୍ରିୟ ଦ୍ୱାରା ବିକର୍ମ ହେଉଛି। ସେଥିପାଇଁ ଦେହକୁ ନ ଦେଖି ଦେହରେ ଥିବା ଆତ୍ମା ଭାଇକୁ ଦେଖିବାର ଦରକାର। ଯେହେତୁ ତୁମେମାନେ ବର୍ତ୍ତମାନ ଏକ ଈଶ୍ୱର ପରମାତ୍ମାଙ୍କର ସନ୍ତାନ, ସମସ୍ତେ ଆତ୍ମା ରୂପରେ ଭାଇ ଭାଇ ଅଟ। ଯଦି ବା ଦେହକୁ ଦେଖୁଛ, ତେବେ ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନ ହିସାବରେ ଶାରୀରିକ ରୂପେ ଆମେ ସମସ୍ତେ ଭାଇ ଭଉଣୀ। ଏହି ଭାବନାରେ ରହିଲେ ଦୃଷ୍ଟି କ୍ରିମିନାଲ ବା ବିକାରୀ ହେବ ନାହିଁ। ଦ୍ୱିତୀୟ କଥାଟି ହେଉଛି, ନିରାକାର ପରମାତ୍ମା ଭଗବାନ ପ୍ରତ୍ୟେକ 5000 ବର୍ଷରେ ଥରେ ଏହି ଧରାପୃଷ୍ଠକୁ ଆସୁଛନ୍ତି, ଅର୍ଥାତ୍ ପ୍ରତ୍ୟେକ କଳ୍ପର ଅନ୍ତିମ ସମୟରେ ବା କଳିଯୁଗର ଶେଷ ଏବଂ ସତ୍ୟ ଯୁଗର ଆରମ୍ଭ, ଏହି ସଙ୍ଗମ ସମୟରେ ହିଁ ଆସୁଛନ୍ତି ଧରାପୃଷ୍ଠକୁ ସମ୍ପୂର୍ଣ୍ଣ ଶତପ୍ରଧାନ ନିର୍ବିକାରୀ ପବିତ୍ର କରାଇବା ପାଇଁ। ଭଗବାନ କହୁଛନ୍ତି ଯେ ସତ୍ୟ, ତ୍ରେତୟା, ଦ୍ୱାପର ଆଉ କଳି, ଏହି 4 ଯୁଗର ସମଷ୍ଟି ବା ଗୋଟିଏ କଳ୍ପ ଯାହାକୁ କୁହାଯାଉଛି, ତାହାର ଆୟୁଷ ହେଉଛି 5000 ବର୍ଷ। କିନ୍ତୁ ଶାସ୍ତ୍ରକାରମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି। ପରନ୍ତୁ ଆମେ ସମସ୍ତେ ଯୀଶୁଙ୍କର ଆସିବା ଦିନଠାରୁ ମସିହା ବା ବର୍ଷର ହିସାବ କରୁଥାଇଁ। ବାଇବେଲରେ ମଧ୍ୟ ଉଲ୍ଲେଖ ଅଛି ଯେ ଯୀଶୁଙ୍କର ଆସିବାର ପାଖାପାଖି 3000 ବର୍ଷ ପୂର୍ବେ ଭାରତ ସୁନାର ଚିଡ଼ିଆ ବା ସ୍ୱର୍ଗ ଥିଲା। ସମସ୍ତେ ଏହି କଥାକୁ ଅସ୍ୱୀକାର କରିବେ ନାହିଁ ଯେ ବର୍ତ୍ତମାନ ଏହି କଳିଯୁଗର ଅନ୍ତିମ ସମୟ ବୋଲି। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଭଗବାନ ଯାହା କହୁଛନ୍ତି କି କଳ୍ପର ଆୟୁଷ 5000 ବର୍ଷ, ତାହା ସମ୍ପୂର୍ଣ୍ଣ ସତ୍ୟ। ବର୍ତ୍ତମାନ 2000 ମସିହା, ପୂର୍ବର 3000, ତେଣୁ ହିସାବ ବରାବର ହେଇଗଲା ନା? ଏଥିରେ କୌଣସି ସଂଶୟ ଉତ୍ପନ୍ନ ହେବା ଅନୁଚିତ। ତୃତୀୟ କଥାଟି ହେଉଛି, ଆମେ ଆତ୍ମାମାନେ ସମ୍ପୂର୍ଣ୍ଣ ପବିତ୍ରରୁ ସମ୍ପୂର୍ଣ୍ଣ ପତିତ, ପୁଣି ପତିତରୁ ପବିତ୍ର କିପରି ହେଉଛୁ ଏବଂ ଆମର ସମ୍ପୂର୍ଣ୍ଣ 84 ଜନ୍ମର କାହାଣୀ ବା ଜନ୍ମ ବୃତ୍ତାନ୍ତ କିଏ ଆସି କହୁଛନ୍ତି, ଏ କଥା ଯଥାର୍ଥ ଭାବରେ କାହାକୁ ଜଣା ନାହିଁ। ସେଇଥିପାଇଁ ଗୀତାର ମହାବାକ୍ୟ ଅନୁସାରେ ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅର୍ଥାତ୍ ସ୍ୱୟଂ ନିରାକାର ଶିବ ପରମାତ୍ମା ଭଗବାନ ଆସୁଛନ୍ତି ଏହାର ରହସ୍ୟକୁ ବୁଝାଇ ସର୍ବ ଆତ୍ମାମାନଙ୍କୁ ଉଦ୍ଧାର କରୁଛନ୍ତି। ମନୁଷ୍ୟମାନେ ତ ସନ୍ନ୍ୟାସୀମାନଙ୍କ ପାଖକୁ ଯାଇ କହୁଛନ୍ତି ମନର ଶାନ୍ତି କିପରି ମିଳିବ। ଶାନ୍ତି ପାଇଁ ସାରା ବିଶ୍ୱରେ ମଧ୍ୟ ସମ୍ମେଳନ ଆଦି କରାଯାଉଛି। କିନ୍ତୁ ସମ୍ପୂର୍ଣ୍ଣ ଶାନ୍ତି ତ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ନିଜକୁ ଆତ୍ମା ନିଶ୍ଚୟ କରି ଶାନ୍ତିର ସାଗର ଶିବ ଭଗବାନଙ୍କୁ ମନେ ପକାଇବେ। ସେତେବେଳେ ବିଶ୍ୱରେ ଶାନ୍ତି ସ୍ଥାପନ ହୋଇପାରିବ। ନିରନ୍ତର ପରମାତ୍ମାଙ୍କ ସ୍ମୃତିରେ ରହିବା ଦ୍ୱାରା ମଧ୍ୟ ସାରା ବିଶ୍ୱ ସ୍ୱର୍ଗ ରାଜ୍ୟରେ ପରିବର୍ତ୍ତିତ ହୋଇଯିବ। ଏହି ପତିତ ତମ ପ୍ରଧାନ ଦୁନିଆ ବିନାଶକୁ ପ୍ରାପ୍ତ ନିଶ୍ଚୟ ହେବ। ତେଣୁ ସମୟ ଥାଉ ଥାଉ ବୁଦ୍ଧିମତାର ପରିଚୟ ଦେଇ ନିଜର ତଥା ବିଶ୍ୱର କଲ୍ୟାଣ କରିବା ଉଚିତ। ଚତୁର୍ଥ କଥାଟି ହେଉଛି, ଭଗବାନ କହୁଛନ୍ତି ବର୍ତ୍ତମାନ ସାରା ବିଶ୍ୱର ଅନ୍ତିମ ପରୀକ୍ଷା
ଅତି ନିକଟତର। ତେଣୁ ନିଜେ ଈଶ୍ୱରୀୟ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼େଇବାକୁ ପଡ଼ିବ। ସେଥିପାଇଁ ପ୍ରଥମେ ନିଜ ପରିବାର, ବନ୍ଧୁ, ସମ୍ପର୍କୀୟମାନଙ୍କ ଠାରୁ ଏହି କାର୍ଯ୍ୟ ଆରମ୍ଭ କର। ଦେହୀ ଅଭିମାନୀ ହୋଇ ଅବିନାଶୀ ଏବଂ ସଚ୍ଚା ରୋଜଗାର ଜମା କରିବାର ଅଛି, ଯାହା ଆତ୍ମା ନିଜ ସହିତ ସଂସ୍କାର ରୂପରେ ନେଇକିରି ଯିବ। କୌଣସି ବିକର୍ମ ଯେପରି ନ ହୁଏ, ଯଦ୍ୱାରା ରେଜିଷ୍ଟର ଖରାପ ହେବ, ସେଥିପ୍ରତି ଯତ୍ନବାନ ହେବା ଉଚିତ। ପଞ୍ଚମ କଥାଟି ହେଉଛି, ଯେଉଁମାନେ ନିଜକୁ ସର୍ବଦା ନିମିତ୍ତ ମନେ କରି ଚାଲୁଥାନ୍ତି ବା କର୍ମ କରୁଥାନ୍ତି, ସେମାନଙ୍କୁ ସ୍ୱତଃ ଡବଲ ଲାଇଟ୍ ସ୍ଥିତିର ଅନୁଭବ ହୋଇଥାଏ। ଡବଲ ଲାଇଟ୍ କହିଲେ ଏକ ତ ହାଲୁକାପଣର ଅନୁଭବ, ଦ୍ୱିତୀୟତଃ ପ୍ରକାଶ ସ୍ୱରୂପ ଅର୍ଥାତ୍ ଆଲୋକ ସ୍ୱରୂପ ଅନୁଭବ ହୋଇଥାଏ। ନିମିତ୍ତ ମନେ କରିବା ଅର୍ଥାତ୍ ମାୟାର ଗେଟ୍ ବନ୍ଦ। ଏହାଦ୍ୱାରା ମାୟା ଜିତ୍ ଜଗତ ଜିତ୍ ହୋଇ ଦେବତ୍ୱକୁ ପ୍ରାପ୍ତି କରିପାରିବା। ସବୁ କାର୍ଯ୍ୟରେ ସଫଳତା ମଧ୍ୟ ସୁନିଶ୍ଚିତ। ଏଥିପାଇଁ ତ୍ରିକାଳଦର୍ଶୀର ସ୍ଥିତିରେ ରହିଲେ ପ୍ରତ୍ୟେକ କାର୍ଯ୍ୟ ସହଜ ଏବଂ ସଫଳ ହୋଇପାରିବ। ଆଚ୍ଛା, ଆଜି ପାଇଁ ଏତିକି। ପୁଣି ଆପଣମାନଙ୍କ ସମ୍ମୁଖକୁ ମୁଁ ଆସିବି ଆସନ୍ତାକାଲି ଠିକ୍ ଏହି ସମୟରେ ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ରତ୍ନକୁ ନେଇ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆସନ୍ତୁ ଶୁଣିବା ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଭାଗ୍ୟ ବିଧାତା ପରମାତ୍ମା ପିତାଙ୍କର କେତେ ଗୋଟି ଅମୂଲ୍ୟ କଥା। ଭଗବାନ ଉବାଚ, ନିଜ ଉପରେ ନିଜେ ଦୟା ବା କୃପା କର, ଅର୍ଥାତ୍ କର ଆଉ ପାଅ। ପାଠ ପଢ଼ାରେ ସଦା ଆଗେଇ ଯାଅ। କୌଣସି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ପାଠ ପଢ଼ାରେ ଉନ୍ନତି କରିବା ବା ଆଗେଇବାର ଆଧାର ହେଉଛି